ଶିମ୍ବ ବେସର ଶିମ୍ବ ଭଜା ତ ଆପଣ ବହୁତ ଥର ପ୍ରସ୍ତୁତ କରି ଖାଇଥିବେ। ଥରେ ଏମିତି ନୂଆ ଶୈଳୀରେ ଶିମ୍ବକୁ ପ୍ରସ୍ତୁତ କରନ୍ତୁ, ଦେଖିବେ ଛୋଟରୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଶିମ୍ବର ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ରୁଟି, ପରଟା କି ପୁରୀ ସହିତ ଖାଇପାରିବେ, ନହେଲେ ଟିଫିନ୍ ବକ୍ସରେ ଦେଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଶିମ୍ବର ଏହି ରେସିପି ପାଇଁ ମୁଁ ଏଠି 250 ଗ୍ରାମ ଶିମ୍ବ ନେଇଛି, ଆଉ ତା ସହିତ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଆଳୁ ନେଇଛି। ଆଳୁ ଆଉ ଶିମ୍ବର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଆଳୁ ଏଠି ଅପସନାଲ୍ ଅଛି। ଏବେ ଆମେ ଶିମ୍ବକୁ କାଟିବା। ପ୍ରଥମେ ଆମେ ଶିମ୍ବର ଉପରପଟ ମୁଣ୍ଡ ଆଉ ତଳପଟ ମୁଣ୍ଡକୁ କାଟିକି ବାହାର କରିଦେବା। ଆଉ ଶିମ୍ବର ସାଇଡ଼୍ରେ ଯେଉଁ ଶିର ଅଛି ତାକୁ କାଟିକି ବାହାର କରିଦେବେ, ସେ ଖାଇବା ପାଇଁ ଭଲ ଲାଗିନଥାଏ। ତାପରେ ମୁଁ ଶିମ୍ବକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଯାଇଛି। ତାପରେ ମୁଁ ଆଳୁର ଉପର ଚୋପାକୁ ଛଡ଼େଇ ଆଳୁକୁ ବି ଟିକେ ମୋଟା ମୋଟା ଆଉ ଲମ୍ବା ଲମ୍ବା କରି କାଟିକି ନେଇଛି। ଶିମ୍ବକୁ କାଟିଲା ବେଳେ ଶିମ୍ବର ଭିତର ପଟକୁ ଟିକେ ଦେଖିନେବେ, ବେଳେବେଳେ ଶିମ୍ବ ଭିତରେ ପୋକ ଥାଏ। ମୁଁ ଏଠି ଶିମ୍ବ ଆଳୁକୁ କାଟିଲା ପରେ ଭଲସେ ଧୋଇକି ନେଇଯାଇଛି। ମୁଁ ଏଠି କଡ଼େଇରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଆଳୁକୁ ଦେଇ ଦେଉଛି। ଏବେ ଆମେ ଆଳୁକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଆଳୁ ଏଠି ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହୋଇଗଲାଣି। ଏବେ ଆମେ ଏଥିରେ କାଟିକି ରଖିଥିବା ଶିମ୍ବକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା, ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ଶିମ୍ବ ଟିକେ ନରମ ହେଇ ଭାଜି ହେଇଯିବ। ଶିମ୍ବ ଆଳୁ ଭାଜି ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଗୋଟେ ମସଲା ବନେଇଦେବା। ସେଥିପାଇଁ ମୁଁ ଏଠି ଗୋଟେ ହୁମୁଦସ୍ତା ନେଇଛି। ଏବେ ମୁଁ ଏଥିରେ 2ଟା କଞ୍ଚା ଲଙ୍କା, 1 ଇଞ୍ଚର ଅଦା ଆଉ 8 ରୁ 10 ପାଖୁଡ଼ା ରସୁଣ ପକାଇଛି। ଏବେ ଆମେ ଆକୁ ଭଲସେ ଛେଚିକି ନେଇଯିବା। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏଠି 3 ରୁ 4 ମିନିଟ୍ ହେଇଗଲାଣି। ଶିମ୍ବ ଏଠି ଟିକେ ସଫ୍ଟ ହେଇ ଭାଜି ହେଇଯାଇଛି। ଏବେ ଆମେ ଶିମ୍ବ ଆଳୁକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଏମିତି ଶିମ୍ବ ଆଳୁକୁ ଭାଜିକି ତାର ତରକାରୀ ବନେଇଲେ ତାର ଟେଷ୍ଟ ବହୁତ ଭଲ ଆସିଥାଏ। ମୁଁ ଏବେ ସେମ୍ କଡ଼େଇରେ ଆଉ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ଦେଇଛି। ପଞ୍ଚ ଫୁଟଣ ଜାଗାରେ ଆପଣ ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ପକାଇ ପାରିବେ। ପଞ୍ଚ ଫୁଟଣ ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ ଛେଚିକି ରଖିଥିବା କଞ୍ଚା ଲଙ୍କା, ଅଦା ଆଉ ରସୁଣର ପେଷ୍ଟକୁ ଦେଇଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ ହାଫ୍ରୁ 1 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା, ଯେମିତି ଅଦା, ରସୁଣ, କଞ୍ଚା ଲଙ୍କା ଛେଚାର କଞ୍ଚା ବାସ୍ନା ପଳେଇବ। ହାଫ୍ରୁ 1 ମିନିଟ୍ ପରେ ମୁଁ ଏଥିରେ ପିଆଜ ଦେଇଛି। ମୁଁ ଏଠି ଗୋଟେ ବଡ଼ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ଭଲସେ ଭାଜି ହେଇଗଲାଣି। ଏବେ ମୁଁ ଏଥିରେ ବେସନ ଦେଉଛି। ମୁଁ ଏଠି 2 ଛୋଟ ଚାମଚ ବେସନ ଦେଇଛି, ଅଧିକ ବେସନ ଦେବେନି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ବେସନର କଞ୍ଚା ବାସ୍ନା ପଳେଇବ। ଏଠି ବେସନର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, 1 ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ, 1 ଛୋଟ ଚାମଚ ଚିକେନ୍ ମସଲା ଆଉ ଲଙ୍କା ଗୁଣ୍ଡ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ଚିକେନ୍ ମସଲା ଜାଗାରେ ଆପଣ କିଛି ବି ସବଜି ମସଲା ପକାଇ ପାରିବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଏଥିରେ 2 ରୁ 3 ଛୋଟ ଚାମଚ ପାଣି ଦେଇ ଆକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ।
एटी गुंड मसलार कंचा बास्ना पलैची। एबे मु एथिरे टमाटो देइची। मु एठी गोटे बड़ टमाटो को छोट छोट करी काटिकी पकेइची। एबे आमे सबको भल भाबे मिक्स करी आमे को 2 रु 3 मिनिट पर्यंत कंटिन्यूअस गोळे गोळे कुक करिबा जेमती टमाटो भल से सिझी जिवो। टमाटो एटी भल से सिझी जाइची। एबे आमे एथिरे भाजिकी रखिथिबा सिंब आउ आलू को देई दबा आ सबको भल भाबे मिक्स करी मसला सहित सिंब आलू को 3 रु 4 मिनिट पर्यंत कषिबा। एमती कषिबा द्वारा तरकारी टेस्ट बहुत भल आसी थाए। आपण ए रेसिपी को जगार देखुचंती कमेंट सेक्शन में जणैबे। एटी 3 रु 4 मिनिट हो गलानी। एबे आमे एथिरे पानी दबा। मेठी 1/4 कप पानी देइची। मैं तरकारी को टिके लटपटा बनाऊची सेथिपई मैं एथिरे 1/4 कप पानी देइची। आपण तरकारी रो जेमती कंसिस्टेंसी रखिबा को चाहुचंती से अनुसार पानी देबे। एबे आमे एथिरे स्वाद अनुसार लूण पकेइबा। आपण देखिकी लूण पकेइबे कारण आमे सिंब आलू भाजिला बेले सेथिरे लूण पकेइथिले। एबे आमे सबको भल भाबे मिक्स करी तरकारी को हाई फ्लेम रे 1 रु 2 मिनिट पर्यंत फुटिबा पई छाडी दबा। आपन को तरकारी रो जेमती ग्रेवी दरकार ताठू टिके अधिक पानी देबे कारण आमे एथिरे बेसन देइचे। एहा द्वारा तरकारी रो ग्रेवी जल्दी बहलिया हे जिवो। तरकारी एटी भल से फुटी गलानी। तरकारी को आउ थरे भल भाबे मिक्स करी दबा। एबे आमे को कवर करी लो फ्लेम रे 7 रु 8 मिनिट पर्यंत कुक करिबा जेमती सिंब आलू भल से सिझी जिवो। 7 रु 8 मिनिट पर मैं घोड़णी काढ़ी देइची। मैं देखई दउची एटी सिंब आलू भल से सिझी जाइची। एबे आमे एथिरे गोटे छोट चामच गरम मसला गुंड पकेइबा आ सबको भल भाबे मिक्स करी आमा को मीडियम फ्लेम रे 1 रु 2 मिनिट पर्यंत कुक करिबा। एटी 1 रु 2 मिनिट हो गलानी। सबको आउ थरे भल भाबे मिक्स करी दबा आ गैस बंद करी दबा। आपण चाहिए आ उपरे किछि काटिकी धनिया पत्र पकई पारिबे। बेसन दिया सिंब आलू कषा बा सिंब आलू तरकारी एटी रेडी हो जाइछि। आपण सिंबर ए रेसिपी को पखाल भात गरम भात रुटी परोटा कहा सहित भी खाई पारिबे नहले टिफिन बॉक्स रे दे पारिबे। जदि आपन को सिंबर ए रेसिपी भल लगी ताला को लाइक करिवे। आपण को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती तले सब्सक्राइब करबा को जमर भूलिबेनी। पाखर बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती तले फॉलो करबा को जमर भूलिबेनी। थैंक यू फॉर वाचिंग।